ଜୟ ଜଗନ୍ନାଥ ସାର୍ମାନେ ଏସ୍ଆଇର ଅଲରେଡ଼ି ଆଡ଼ମିଟ୍ କାର୍ଡ଼ ଆସିସାରିଛି। ଆଉ ତାପରେ 8 ତାରିଖ ତ ଏକ୍ଜାମ୍ ଦେବା ପୂର୍ବରୁ ମୁଁ 10ଟା ମ୍ୟାଥ୍ର କ୍ୱେଶ୍ଚନ୍ ୱିଥ୍ ଏକ୍ସପ୍ଲାନେସନ୍ ମୁଁ ଅପଲୋଡ଼ କରିଛି। ଆପଣ ସେଇଟା ଦେଖନ୍ତୁ ଆଉ ଲାଷ୍ଟ ଯାଏ ଆପଣ ନିଜେ ବି ସଲ୍ଭ କରିବେ। ତ ସେ କ୍ୱେଶ୍ଚନ୍ ଦେଇଛି ଇଶା ଆଣ୍ଡ ଅଂଶୁର ଇନଭେଷ୍ଟମେଣ୍ଟ ହେଲା ଆପଣଙ୍କର 44,300। ତାପରେ ସେ ଦେଲା ଯେ କି ଟୋଟାଲ୍ ପ୍ରଫିଟ୍ ହେଇଛି 7,000। ତା ଭିତରେ ଇଶାର ସେୟାର ମାନେ ତାର ପ୍ରଫିଟ୍ ହେଲା 1,400। ତାହେଲେ ଅଂଶୁର ପ୍ରଫିଟ୍ କେତେ ହେବ? 5,600 ହେବ। ତାର ରେସିଓ କାଢ଼ିଲେ ଏଟା 1:4 ହେବ। ତାର ଅଂଶୁର ଇନଭେଷ୍ଟମେଣ୍ଟ ଆପଣ ବାହାର କରିଦେବେ। ଟୋଟାଲି ଦୁଇ ଜଣଙ୍କର ଇନଭେଷ୍ଟମେଣ୍ଟ ଇଣ୍ଟୁ ଅଂଶୁର ଇଣ୍ଟୁ 4 ଡିଭାଇଡେଡ୍ ବାଇ 5 ତାର ବାହାରିଛି 35,400। ଦେଖନ୍ତୁ 3 ଜଣ ସାଙ୍ଗ ଇନଭେଷ୍ଟମେଣ୍ଟ କରୁଛନ୍ତି, ତାଙ୍କ କ୍ୟାପିଟାଲ 60:3:2। ଆଉ ତାଙ୍କର ଯେଉଁ ଇନଭେଷ୍ଟମେଣ୍ଟର ଟାଇମ୍ ପିରିୟଡ଼ଟା ରହୁଛି 7 months, 4 months, 3 months। କିଛି ନାହିଁ, କେବଳ ମଲ୍ଟିପୁଲ୍ କରିଦେବେ 7 × 6 42, 4 × 3 12 ଆଉ 3 ଜଣ 6। ତାକୁ ଆମେ କାଟି ଦେଇସାରିଲା ପରେ 7:2:1 ଏଇଟା ହେଲା ଆନ୍ସର୍। এই କ୍ୱେଶ୍ଚନ୍ ପ୍ରାୟତଃ ସବୁ ଏକ୍ଜାମ୍ରେ ପଡ଼େ। ଦେଲା ଯେ କି ଏଲସିଏମ୍ ଦେଇଦେଇଛି 108, ଏଚସିଏଫ୍ ଦେଇଦେଇଛି 9 ଆଉ ଗୋଟେ ନମ୍ବର ଦେଇଦେଇଛି ଆପଣଙ୍କର 36। ତାର ଡାଇରେକ୍ଟ ଫର୍ମୁଲା ପକାଇବ, ଅଦର ନମ୍ବର ଫର୍ମୁଲା ଏଲସିଏମ୍ ଇଣ୍ଟୁ ଏଚସିଏଫ୍ ବାଇ ଫାର୍ଷ୍ଟ ନମ୍ବର, ଯାହା ବି ତୁମେ ନମ୍ବର ଗୋଟେ ଦିଅ। ଆଉ ତାର ଆନ୍ସର୍ ମାନେ 108 × 9 ଡିଭାଇଡେଡ୍ ବାଇ 6 36 ଇକ୍ୱାଲ୍ ଟୁ 27। ଡାଇରେକ୍ଟ ଆନ୍ସର୍ ବାହାରିବ। କମ୍ପାନୀ ଇଣ୍ଟରେଷ୍ଟର ଆସୁଛି କ୍ୱେଶ୍ଚନଟା। ଦେଲା ସୁମନ ଇନଭେଷ୍ଟ କରୁଛି 8,000 ଟଙ୍କା, ତାର ରେଟ୍ ଅଫ୍ ଇଣ୍ଟରେଷ୍ଟ ହେଲା 5%। ଆଉ ତାର ଆମାଉଣ୍ଟ ଦେଇଦେଇଛି 9,261। ତାର ଫର୍ମୁଲା ଡାଇରେକ୍ଟ ତୁମେ ପୁଟ୍ କରିପାରିବ A = P × 1+R/100 ହୋଲ୍ ଡିଭାଇଡେଡ୍ ବାଇ T। ତାର ଡାଇରେକ୍ଟ ପକାଇଦେବ 9,261 8,000 ତ 1+5/100 5ରୁ କାଟିଲେ 20 ତାହେଲେ ହେଲା 21/20। ତା 9,261 8,000 ଡିଭାଇଡ଼ ହେଇସାରିଲା ପରେ 21/2 ମାନେ ଆପଣଙ୍କର ଦେଖନ୍ତୁ 20ର କ୍ୟୁବ୍ ହେଲା 8,000 ଆଉ 21ର କ୍ୟୁବ୍ ହେଲା କେତେ 9,261। ତାହେଲେ ତୁମ ଟି ବାହାରିଗଲା 3 ବର୍ଷ। ଦୋକାନୀ ଦେଇଛି ଯେ କି ଲିଷ୍ଟ ପ୍ରାଇସ୍ ତାର କଷ୍ଟ ପ୍ରାଇସ୍ର 25% ଅଧିକା। ଆଉ ତାପରେ ସେ ଦେଲା ଯେ କି ଯେଉଁଟା ସେଲିଂ ପ୍ରାଇସ୍ ରହିଲା ତାହାର ଲିଷ୍ଟ ପ୍ରାଇସ୍ର 16% ଡିସକାଉଣ୍ଟ। ତାହେଲେ ଆମେ ଯଦି ନେଇଯିବା କଷ୍ଟ ପ୍ରାଇସ୍ ନେଇଯିବା 100% ଆଉ ଲିଷ୍ଟ ପ୍ରାଇସ୍ ନେଇଯିବା 125%, ମାନେ 25% ଅଧିକା ରହିଲା, ତାହେଲେ 125%। ଆଉ ଏସ୍ପି ରହିଲା ଆପଣ ଡିସକାଉଣ୍ଟ ଦେଉଛନ୍ତି 16%, ତାହେଲେ ହେଲା 125%ର 84/100 ମାନେ ଡିସକାଉଣ୍ଟ ହେଇକି 105% ରହିଲା। ତାହେଲେ ପ୍ରଫିଟ୍ କେତେ ରହିଲା? ଏଇଟା ସେ ରୁପିଜ୍ରେ ଦେଇଛି। ପ୍ରଫିଟ୍ ହେଇସାରିଲା ପରେ 141 ଟଙ୍କା ହେଲା। ତାହେଲେ ଆପଣ ଜାଣିଛନ୍ତି ଏସ୍ପି ମାନେ ସିପି ପ୍ରଫିଟ୍। ତାହେଲେ ପ୍ରଫିଟ୍ ଏସ୍ପି ରହିଲା ଆପଣ 125% ମାଇନସ୍ ସିପି 100%। ଏଟା ରହିଲା ମାନେ ରୁପିଜ୍ର ଭ୍ୟାଲୁ ରହିଲା 141। ତାହେଲେ 5% = 141, 1% ହେଲା 141/5। ଆପଣ 100% କାଢ଼ି 100% ହେଲେ 141/5 × 100 2820। 2820 ମାନେ 100% ହେଲା ସିପି। ତା ସିପିର ଆମେ ଭ୍ୟାଲୁ ପାଇଗଲେ 2820। ତାହେଲେ ଲିଷ୍ଟ ପ୍ରାଇସ୍ର ଭ୍ୟାଲୁ ହେଲା 2820 ଇଣ୍ଟୁ ଲିଷ୍ଟ ପ୍ରାଇସ୍ 125%, 125/100 ତାହେଲେ ହେଉଛି 3525। ଟ୍ରାଙ୍ଗଲ ଦେଇଛି ଆଉ 3ଟା ସାଇଡ଼୍ ବି ଦେଇଦେଇଛି। ସେ 16 cm, 30 cm ଆଉ 34 cm। ସେଇଟା କେଉଁ ଟ୍ରାଙ୍ଗଲ ବି ସେମିତି ସିଏ ମେନସନ୍ କରିନି, କେବଳ ଟ୍ରାଙ୍ଗଲ ଦେଇଛି ଆଉ ତାର ଏରିଆ କାଢ଼ିବା ପାଇଁ ଦେଇଛି। ନର୍ମାଲ ଏରିଆ ଅଫ୍ ଟ୍ରାଙ୍ଗଲ ଫର୍ମୁଲା ପକାଇଦେବା ହାଫ୍ ଇଣ୍ଟୁ ବେସ୍ ଇଣ୍ଟୁ ହାଇଟ୍। ଆଉ ବାହାରିଗଲେ ତ ହାଫ୍ ଇଣ୍ଟୁ ଆଉ ବେସ୍ ନେଇଯାଇ 30 cm, ହାଇଟ୍ 16 cm ଆଉ କାଟିଦେଇଥିଲା 240 cm² ବାହାରିଲା। ଏଇ ଗୋଟେ ସିମ୍ପ୍ଲିଫିକେସନ୍ ଭଳିଆ ଦେଇଛି 16 × 8 × 700 ଡିଭାଇଡେଡ଼ 25ର ରୁଟ୍ ଇକ୍ୱାଲ୍ ଟୁ y+67। ଡାଇରେକ୍ଟ କିଛି ନାହିଁ, ଫାଷ୍ଟ ରୁଟ୍ ଓଭର କାଟିବ, ରୁଟ୍ ଓଭର କାଟି ସାରିଲା ପରେ ଡିଭାଇଡ଼ କରିବ, ଡିଭାଇଡ଼ କରି ସାରିଲା ପରେ ଯାହା ବି ହେବ ମଲ୍ଟିପ୍ଲାଏ ଆଉ ମାଇନସ୍ କରିଦେଲେ ଆନ୍ସର୍ଟା ବାହାରିଯିବ।
ଦେଲା ଗୋଟେ ନମ୍ବର ଯେଉଁଟା ଥିଲା ତା ଇନକ୍ରିଜ୍ ହେଇକି 50% ଇନକ୍ରିଜ୍ ହେଇଛି। ଇନକ୍ରିଜ୍ ହେଇସାରିଲା ପରେ ତାର 3930 ସେ ଦେଖାଉଛି। ତାହେଲେ ସେ ନମ୍ବରଟା କ'ଣ? ତାହେଲେ 50% ଗୋଟେ ନମ୍ବର ଥର ଲେଟ୍ ନେଇଗଲେ 100%, ଆଉ ସେ ହେଇସାରିଲା ପରେ କେତେ ହେଲା? 150% ହେଲା। 150% 3930, ଗୋଟେ ପରସେଣ୍ଟ 3930 100। ତା ସେ ନମ୍ବର ଯଦି ଆମେ କାଢ଼ିବା ତାହେଲେ 100% ଇକ୍ୱାଲ୍ ଟୁ 3930 ଡିଭାଇଡ଼େଡ଼ ବାଇ 150 ଇଣ୍ଟୁ 100, ତାହେଲେ 2620। ଦେଖନ୍ତୁ ଗୋଟେ ନମ୍ବର ଦେଲା, ଆଉ ସେ ନମ୍ବର 25%ରେ 72 ଆଡ଼୍ କଲେ ସେ ନମ୍ବରଟା ବାହାରୁଛି। ତାହେଲେ ନେଇଯିବା 25% ପ୍ଲସ୍ 72 ଇକ୍ୱାଲ୍ ଟୁ ଏକ୍ସ। ତାହେଲେ 25% ଯେଉଁଟା ଆମର 25/100, ତାକୁ କାଟି ସାରିଲା ପରେ 1/4x ଇକ୍ୱାଲ୍ ଟୁ 72 ଇକ୍ୱାଲ୍ ଟୁ ଏକ୍ସ। ଆଉ ଲାଷ୍ଟକୁ ଏକ୍ସର ଭ୍ୟାଲୁଟା ବାହାରୁ 96। ତାପରେ ସେ 96ର 70% ବାହାରିଯିବ 67.2। ଦେଖ ସେ ଦେଲା ତିନିଟା ଆଇଟମର ଆଭରେଜ ପ୍ରାଇସ୍ ହେଲା 15,885। ତା ଯଦି ଟୋଟାଲ ପ୍ରାଇସ୍ କରାଯିବ ତାହେଲେ ଆଭରେଜ ହେଲା, ତା ସେ 15,885 ଇଣ୍ଟୁ 3, ତାହେଲେ 47,655। ରେସିଓ ଦେଇଦେଲା 3:5:7, ତାହେଲେ ଇକ୍ୱାଲ୍ କେତେ 15 ହେଉଛି। ତାହେଲେ କଷ୍ଟଲିୟର ଆଇଟମ୍ କେଉଁଟା 7 ରହିଲା। ତାହେଲେ 47,655 ଇଣ୍ଟୁ 7 ଡିଭାଇଡ଼େଡ଼ ବାଇ 15, ତାହେଲେ ବାହାରିଲା 22,239।